ଗଳ୍ପ ବ୍ୟଭିଚାରିଣୀ। କଥାକାର ସ୍ୱର୍ଗତ ରବି ପଟ୍ଟନାୟକ। ଡେରାଡୁନରୁ ମସୁରୀ ରାସ୍ତାରେ ଛୋଟ ଗୋଟେ ବଙ୍ଗଳା। ଆର୍ମିରୁ ଅବସର ଗ୍ରହଣ କରିସାରି ଅନେକ ଆର୍ମି ଅଫିସର ଏଇଠି ସ୍ଥାୟୀ ଭାବରେ ବସବାସ କରିଯାଇଛନ୍ତି। ଅଧିକାଂଶ ନୂତନ ବଙ୍ଗଳା ଏଇମାନଙ୍କର। ଆଉ ସେଇ ବଙ୍ଗଳା ଭିତରୁ ଛୋଟ ବଙ୍ଗଳାଟି ହେଉଛି ମେଜର ମିସେସ୍ ମାର୍ଗାରେଟ୍ କୁରିଏନ୍ଙ୍କର। 3 ବଖରିଆ ଘର, ସାମ୍ନାରେ ଛୋଟ ଗୋଲାପ ବଗିଚାଟାଏ, ପଛ ପାଖରେ କିଚେନ୍ ଗାର୍ଡ଼େନ୍। ଗୋଲାପ ବଗିଚାର ଅପର ପାଖରେ ଗୋଟାଏ ଛୋଟ ଲନ୍। ମିସେସ୍ ମାର୍ଗାରେଟ୍ ସେ ଅଞ୍ଚଳର ଏକ ବିଖ୍ୟାତ ନାମ। ତାଙ୍କୁ କେହି ଗ୍ରାଣ୍ଡ ଓଲ୍ଡ ଲେଡି, କିଏ ବା ଗ୍ରାଣ୍ଡମା, କିଏ ଗ୍ରାନି, କିଏ ବା ଦାଦିମା ଅବା କିଏ ଦାଦିଅମ୍ମା ବୋଲି ଡାକନ୍ତି। ମିସେସ୍ ମାର୍ଗାରେଟ୍ ହେଉଛନ୍ତି କୁର୍ଗ ଅଞ୍ଚଳର ଝିଅ, ଗୌରବର୍ଣ୍ଣା, ଦୀର୍ଘାଙ୍ଗୀ। ବର୍ତ୍ତମାନ ବୟସ ପାଖାପାଖି 70। ସେ ଆର୍ମିରେ ନର୍ସ ଭାବେ ଯୋଗ ଦେଇ ଶେଷକୁ ମେଜର ଭାବରେ ଅବସର ଗ୍ରହଣ କରିଥିଲେ। ତାଙ୍କର ସ୍ୱାମୀ କର୍ଣ୍ଣେଲ ଜର୍ଜ କୁରିଏନ୍ 1962 ସାଲରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ସେହିଦିନଠାରୁ ମିସେସ୍ ମାର୍ଗାରେଟ୍ ଏକାକୀ। ଅବସର ଗ୍ରହଣ ପରେ ସେମାନେ ଆଉ କେରଳ ନ ଫେରିଯାଇ ଏଇଠି ହିଁ ତାଙ୍କର ଘରଟିଏ ତୋଳିଥିଲେ ବାକି ଜୀବନ କଟାଇବା ପାଇଁ। ସାରା ଜୀବନ ସୈନିକଙ୍କ ମେଳରେ କଟେଇ ସାରି ଆଉ ସିଭିଲିଆନଙ୍କ ମେଳକୁ ଫେରିଯିବା ପାଇଁ ଇଚ୍ଛା ନଥିଲା ବା ସୁବିଧା ବି ନଥିଲା। ଭୟ ମଧ୍ୟ ଥିଲା, କାଳେ ସେମାନଙ୍କ ସାଙ୍ଗରେ ସହଜରେ ମିଶି ହେବ ନାହିଁ। ମିସେସ୍ ମାର୍ଗାରେଟ୍ଙ୍କ ପରି ମମତାମୟୀ ସ୍ନେହଶୀଳ ମହିଳା ମୁଁ ଜୀବନରେ ଦେଖି ନାହିଁ। ସେଦିନ କ୍ୟାପ୍ଟେନ୍ ଶର୍ମାର କଥା ଶୁଣି ଆମ ସମସ୍ତଙ୍କ ମନ ଭାରି ଖରାପ ଥାଏ। କ୍ୟାପ୍ଟେନ୍ ଶର୍ମା ଆମର ଜଣେ ବିଶିଷ୍ଟ ବନ୍ଧୁ। ଲେଫ୍ଟନାଣ୍ଟ ବର୍ମା କହିଲା, ଚାଲ ଟିକେ ଗ୍ରାନି ଘରୁ ଆଡ଼େ ବୁଲି ଆସିବା। ବୁଢ଼ୀ ସାଙ୍ଗରେ କିଛି ସମୟ ରହିଲେ ମନଟା ଭୁଲିଯିବ। ସେଇଆ ହେଲା। ଆମେ ସମସ୍ତେ ଗ୍ରାନିର ଘର ଆଡ଼େ ଚାଲିଲୁ। ଗେଟ୍ ଖୋଲି ପଶୁ ପଶୁ ବୁଢ଼ୀର ସେଇ ଉନ୍ମୁକ୍ତ ଆଉ ଉଦାର ହସ, ହାୟ ବଏଜ୍, ଏଇ ଡାକ ଶୁଣି ମନଟା ଅଧା ହାଲୁକା ହୋଇଗଲା। ବର୍ମା 4ଟା ରମ୍ ବୋତଲ ଟେବୁଲ ଉପରେ ଥୋଇ ଦେଇ କହିଲା, ଗ୍ରାନି, ଟିକେ ବରଫ ମିଳିବ? ହଁ ହଁ ନିଶ୍ଚୟ, ସବୁକିଛି ଅଛି। କହିବେ ଯଦି ଚିମାକୁ ଫ୍ରାଏ କରିଦେବି। ଏକଥା ଶୁଣି ବର୍ମା ବୁଢ଼ୀକୁ କୁଣ୍ଢାଇ ଧରି ଚୁମା ଦେଇ କହିଲା, ଗ୍ରାନି, ୟୁ ଆର୍ ଅଲୱେଜ୍ ଗ୍ରାଣ୍ଡ। 3ଟା ଗ୍ଲାସ୍ ଧରି ବସିଲୁ ଆମେ 3 ଜଣ। ତଥାପି ମନଟା ହାଲୁକା ଲାଗୁନଥାଏ 2 ପେଗ୍ ସରିଲା ପରେ ବି। କଥାଟାକୁ ଆମେ ଜମାରୁ ଭୁଲି ପାରୁନଥିଲୁ। ଚୁପଚାପ ହୋଇ ସେମିତି ବସି ରହିଥିଲୁ। ଆମର ଏପରି ଅବସ୍ଥା ଦେଖି ମିସେସ୍ ମାର୍ଗାରେଟ୍ ପଚାରିଲେ, କଥା କ'ଣ? କ'ଣ ହୋଇଛି ଆଜି? ତମେମାନେ ଏତେ ଚୁପଚାପ ଯେ? କ'ଣ କାହାର ଗୋଟେ କୋର୍ଟ ମାର୍ଶାଲ ହେଇଗଲା କି? ଯଦିଓ ଆମେ ତାଙ୍କୁ କିଛି କହିବୁ ନାହିଁ ବୋଲି ଠିକ୍ କରିଥିଲୁ, ବର୍ମା ହଠାତ୍ କହି ପକାଇଲା, କ୍ୟାପ୍ଟେନ୍ ଶର୍ମା ତା ସ୍ତ୍ରୀକୁ ଗୁଳି କରିଦେଇଛି। ଜୀବନ କାଳ ମଧ୍ୟରେ ଶହ ଶହ ମୃତ୍ୟୁ ଦେଖିଥିବା, ଗୁଳି କମାଣ ବନ୍ଧୁକ ଭିତରେ ବଢ଼ି ଆସିଥିବା ମାର୍ଗାରେଟ୍ ଟିକିଏ ଭ୍ରୂକୁଞ୍ଚନ କରି କହିଲେ, ଇଜ୍ ଇଟ୍? ହେଲେ କାହିଁକି? ବର୍ମା କଥାଟା କହିଦେଇ ପଶ୍ଚାତାପ କରୁଥିଲା ବୋଧହୁଏ। ସେ କିଛି ନ କହି ଚୁପ୍ ରହିଲା। ମୁଁ ଉତ୍ତର ଦେଲି, ବୋଧହୁଏ ଚରିତ୍ରଗତ ଦୋଷର ସନ୍ଦେହରେ। ଇଜ୍ ସି ଡେଡ୍? ମରିଯାଇଛି କି? ପ୍ରଶ୍ନ କଲେ ମାର୍ଗାରେଟ୍। ହଁ, ଏତିକି କହି ଆମେ ସମସ୍ତେ ମୁଣ୍ଡ ତଳକୁ କଲୁ। ଗ୍ରାନି ଏକା ନିଶ୍ୱାସରେ କ୍ଲାସ୍ଟାକୁ ଶେଷ କରି ଧଡ଼ କରି ଟେବୁଲ ଉପରେ କଚାଡ଼ି ଦେଲେ। ତାପରେ ଗର୍ଜନ କରି କହିଲେ, ୟୁ ରାସ୍କେଲ୍ ମେନ୍, ତମେ ନାରୀକୁ କେତେଟା ବୁଝ? କେତେଟା ଜାଣ ତୁମେ ନାରୀକୁ? ତମମାନଙ୍କ ପରି ପୁରୁଷମାନଙ୍କ ପାଇଁ ନାରୀ ଦେହର ଶୁଦ୍ଧତା ହିଁ ବଡ଼ କଥା। ତାର ମାନସିକ ଶୁଦ୍ଧତା, ତାର ଆଚରଣ ପଛର ମାନସିକତା ତମ ପାଖରେ କିଛି ନୁହେଁ। ୟୁ ବ୍ରୁଟ୍ସ, ପଶୁ ଗୁଡ଼ାକ ତମେ। ଗ୍ରାନିଙ୍କର ଏପରି ଭୟଙ୍କର ରୂପ ସହିତ ଆମେ ଆଗରୁ ପରିଚିତ ନଥିଲୁ। ଆମେ ହଠାତ୍ ଏକ ଭୟ ଆଉ ଆଶଙ୍କାରେ ଆଶଙ୍କିତ ହୋଇ ଉଠିଲୁ। ଏତେ ମମତାମୟୀ ଲୋଳିତ ଚର୍ମା ବୃଥା କେବଳ ଏକ ସ୍ନେହମୟ ଜନନୀ ନୁହେଁ, ତା ଭିତରେ ଲୁଚି ରହିଛି ନାରୀତ୍ୱବୋଧର ଏକ ପ୍ରଚଣ୍ଡ ଆଉ ଉଜ୍ଜ୍ୱଳ ବହ୍ନିମାନ ଶକ୍ତି, ଯାହା ଏହି ମୁହୂର୍ତ୍ତରେ ବିସ୍ଫୋରିତ ହୋଇ ଉଠିଛି ଏକ ପ୍ରଚଣ୍ଡ ବିସ୍ଫୋରଣରେ। ବହୁତ ସମୟ ଚୁପ୍ ରହିଲା ପରେ ସେ ଧୀରେ ଧୀରେ କହିଲେ, ଆଇ ଏମ୍ ସରି ମାଇ ବଏଜ୍, ହଠାତ୍ ମୁଁ ଏମିତି ରାଗି ଉଠିଲି। ଫରଗେଟ୍ ଇଟ୍, ସବୁକୁ ଭୁଲିଯାଅ। ଆସ, କ୍ଲାସ୍ ଖାଲି କର। ତୃତୀୟ ପେଗ୍ ପରେ ଗ୍ରାନି କେମିତି ନରମ ହୋଇ ଆସିଲେ। ତାପରେ ହଠାତ୍ ଏକ ଉଦାର ଭଙ୍ଗୀରେ ହସି ଦେଇ କହିଲେ, ଆଇ ସେଲ୍ ଲେଟ୍ ୟୁ ନୋ ଇ ସିକ୍ରେଟ୍। ମୋ ଜୀବନର ଗୋଟେ ଗୁପ୍ତ କଥା, ଯାହା ଆଜି ପର୍ଯ୍ୟନ୍ତ ମୁଁ କାହାରିକି କହିନି। ଆଜି ତମମାନଙ୍କ ପାଖରେ କହିବାକୁ ଚାହେଁ, ଶୁଣିବ? ଆମେ ମୁଣ୍ଡ ଟୁଙ୍ଗାରିଲୁ। ତାପରେ ସେ ଆରମ୍ଭ କଲେ,
ଦ୍ୱିତୀୟ ମହାଯୁଦ୍ଧ ସମୟର କଥା। ଜର୍ଜ ସହିତ ମୋର ବାହାଘର ପ୍ରାୟ ପକ୍କା ହୋଇଯାଇଥାଏ। ଆମର ଏନଗେଜମେଣ୍ଟ ସରିଥାଏ। ଏତିକି ବେଳକୁ ଆରମ୍ଭ ହେଲା ମହାଯୁଦ୍ଧ। ପଶ୍ଚିମ ସୀମାନ୍ତର କୌଣସି ଗୋଟିଏ ଆର୍ମି ହସ୍ପିଟାଲରେ ମୁଁ ଥାଏ ନର୍ସ। ଜର୍ଜର କୌଣସି ଖବର ମୁଁ ପାଉନଥାଏ। ପ୍ରତିଦିନ ଶହ ଶହ ଆହତ ସୈନିକ ଆସୁଥାନ୍ତି। ପ୍ରତିଦିନ ରାତିରେ ଚାଲିଥାଏ ଆମର ଡ୍ୟୁଟି। ଆଃ, କି ଭୀଷଣ ସେ ଦୃଶ୍ୟ! କାହାର ଅନ୍ତବୁଜୁଳା ବାହାରି ପଡ଼ିଛି, କାହାର ଗୋଡ଼ ଦୁଇଟା ନାହିଁ, ଆଉ କାହାର ପୁଣି କାନ ଉଡ଼ିଯାଇଛି। ମଣିଷର ମୃତ୍ୟୁ ଯେ ଏତେ ଭୟଙ୍କର ହୋଇପାରେ, ମୁଁ ନ ଦେଖିଥିଲେ ହୁଏତ ବିଶ୍ୱାସ କରିପାରିନଥାନ୍ତି। ପ୍ରଥମେ ପ୍ରଥମେ ଡର ଲାଗୁଥିଲା, ଭୟ ଲାଗୁଥିଲା, ଘୃଣାରେ ଆଖି ବୁଜି ହୋଇଯାଉଥିଲା। ତାପରେ କ୍ରମଶଃ ସବୁ ଦେହ ସୁହା ହୋଇଗଲା। ଭୟ ଆଉ ଘୃଣାର ପରିବର୍ତ୍ତେ ଜନ୍ମ ନେଲା ଏକ ଅଦ୍ଭୁତ କର୍ତ୍ତବ୍ୟବୋଧ। ମଣିଷଟା ବଞ୍ଚିବ କେମିତି, ସେଇଟା ହେଲା ଆମର ମୁଖ୍ୟ ଉଦ୍ଦେଶ୍ୟ। ଯେମିତି ଅବସ୍ଥାରେ ସେ ଥାଉ ନା କାହିଁକି, ତାକୁ ବଞ୍ଚାଇବା ହିଁ ଥିଲା ଆମର ଏକମାତ୍ର ଉଦ୍ଦେଶ୍ୟ। ଏହି ସମୟରେ ହଠାତ୍ ଦିନେ ଆସି ପହଞ୍ଚିଲା ଜଣେ ଆହତ ପାଇଲଟ, ବ୍ରିଟିଶ ପାଇଲଟ, ରୟାଲ ଏୟାରଫୋର୍ସର ଗ୍ରୁପ୍ କ୍ୟାପ୍ଟେନ୍ ଜେମ୍ସ ଆଲିଭର। ଡାହାଣ ଗୋଡ଼ଟା ତାର ସୂତା ଆଖିରେ ଲଟକିଥାଏ। ସାରା ଷ୍ଟ୍ରେଚରରେ ରକ୍ତ ଚୁଡ଼ୁବୁଡ଼। ଛାତିରେ ଗୁଳି ବାଜିଛି। ବାଁ ପାଖ ଫୁସ୍ଫୁସ୍ଟା ସମ୍ପୂର୍ଣ୍ଣ ବାଦ୍ ଦେବାକୁ ପଡ଼ିଲା। ଅପରେସନ୍ ପରେ 4 ଦିନ କୋମାରେ ରହିଲା ସେ। କି ସୁନ୍ଦର 20-21 ବର୍ଷର ଏହି ଯୁବକଟି। କହରା କହରା ଧଳା ବାଳ, 2ଟି ନୀଳ ଡୋଳା, ତୀକ୍ଷ୍ଣ ନାକ, ସୁଦୀର୍ଘ ବଳିଷ୍ଠ ଚେହେରା, ପ୍ରାୟ 6.5 ଫୁଟର ଏହି ଶରୀର। ଆମେ ଭାବିଲୁ ସେ ଆଉ ବଞ୍ଚିବ ନାହିଁ, କିନ୍ତୁ 7 ଦିନ ପରେ ତାର ଚେତା ଫେରିଲା। ସେତେବେଳକୁ ମୋର ଡ୍ୟୁଟି ଥାଏ ସେଇ ୱାର୍ଡ଼ରେ। ତାକୁ ଗୋଟିଏ ପାର୍ଟିସନ୍ ଦେଇ ଅଲଗା କରି ରଖାଯାଇଥାଏ ଅନ୍ୟମାନଙ୍କ ଠାରୁ। କେଜାଣି କାହିଁକି ଏହି ଲୋକଟି ପ୍ରତି ମୋର କେମିତି ଗୋଟେ ମାୟା ଆସିଯାଇଥିଲା, ଦୟା ବି କୁହାଯାଇପାରେ। ମଝିରେ ମଝିରେ କେତେବେଳେ ସମୟ ପାଇଲେ ମୁଁ ତାକୁ ଦେଖିବାକୁ ଆସେ। ପ୍ରଥମେ ପ୍ରଥମେ ତ ସେ କିଛି ହିଁ କହିପାରୁନଥିଲା, କେବଳ ମୋତେ ଚାହିଁ ରହିଥାଏ ଏକ ନିଷ୍ପଲକ ଆଖିରେ। ତାର ସେଇ କରୁଣ ନିଷ୍ପ୍ରଭ ଆଖି ଯୋଡ଼ିକ ଦେଖିଲେ କାହିଁକି କେଜାଣି ମୋର ଅନ୍ତର ଭିତରଟା ଏକ ଅଦ୍ଭୁତ ଯନ୍ତ୍ରଣାରେ ହାହାକାର କରିଉଠେ। ଅଜାଣତରେ ଆଖିକୁ ଲୁହ ଆସିଯାଏ। ଗୋଟିଏ ଏତେ ସୁନ୍ଦର ଯୁବା ପୁରୁଷଟିକୁ ଏମିତି ଅକାରଣରେ ଆଉ ଅସହାୟ ଭାବରେ ମୃତ୍ୟୁବରଣ କରୁଥିବାର ଦେଖି ବୋଧହୁଏ ମୋ ସ୍ୱାଭାବିକ ନାରୀତ୍ୱ ଏକ ଚେତନାବୋଧରେ ଜର୍ଜରିତ ହୋଇଯାଇଥିଲା। ଚେତା ଆସିବାର 4-5 ଦିନ ପରେ ସେ ଟିକିଏ କଥା ହେଲା। କିଛି ବେଶୀ କଥା ନୁହେଁ। କହେ, ସିଷ୍ଟର, ମୋ ପାଖରେ ଟିକେ ବସ। ହେଲେ ମୋର ବା ବେଳ କାହିଁ। ତଥାପି ମଝିରେ ମଝିରେ ତା ପାଖରେ ଆସି ଟିକେ ବସିପଡ଼େ, 5 ମିନିଟ୍ ପାଇଁ ହେଉ ପଛକେ। ସେ ତାର ଗୋଟିଏ ହାତରେ ମୋ ପାପୁଲିକୁ ଧରେ, ଆଉଁସେ। ଆଖିରୁ ଧାର ଧାର ଲୁହ ବୋହିଯାଏ। ମୁଁ ମୋ ରୁମାଲରେ ତାର ସେଇ ଲୁହ ପୋଛିଦିଏ। ସେ ଦିନେ ଦିନେ କହେ, ସିଷ୍ଟର, କଥା କୁହ, ଜଷ୍ଟ ଟକ୍ ୱିଥ୍ ମି। ମୁଁ ଭାରତବର୍ଷର କଥା କହେ, ମୋ ପ୍ରଦେଶ କେରଳର କଥା କହେ, ମୋ ଛୋଟ ଟାଉନର କଥା କହେ, ମୋ ବାପା, ମା, ମୋ ଭାଇ ଭଉଣୀଙ୍କ କଥା କହେ, ମୋର ଭାବି ସ୍ୱାମୀଙ୍କ କଥା ମଧ୍ୟ ତାକୁ କହେ। ସେ ନୀରବରେ ସବୁ ଶୁଣେ। କେତେବେଳେ କେମିତି ମୁରୁକି ଟିକେ ହସିଦିଏ, କେତେବେଳେ ପୁଣି ଚୁପ୍ ହୋଇ ଖାଲି ନୀରବରେ ଚାହିଁ ରୁହେ। ପୁଣି କେତେବେଳେ ତା ଆଖିରୁ ବହିଯାଏ 2 ଧାର ଲୁହ। ଡାକ୍ତର କହନ୍ତି ତା ସ୍ୱାସ୍ଥ୍ୟର ଉନ୍ନତି ଘଟୁଛି ସତ, କିନ୍ତୁ କେତେବେଳେ କ'ଣ ହେବ କହିହେବନି। କାରଣ ତା ହୃତ୍ପିଣ୍ଡରେ ଗୁଳିର ଗୋଟେ ଛୋଟିଆ ଅଂଶ ରହିଯାଇଛି ବୋଲି ଡାକ୍ତର ଆଶଙ୍କା କରୁଥିଲେ। ତେବେ ମୋ ପକ୍ଷରେ ଏକଥା ଶୁଣି ଚମକିବାର କିଛି ନଥିଲା, କାରଣ ଏମିତି ଭଲ ହୋଇ ଆସୁଥିବା ରୋଗୀ ହଠାତ୍ କୋଲାପ୍ସ କରିଯିବାର ମୁଁ ନିଜ ଆଖିରେ ଦେଖିଛି ଅନେକ ଥର। ଭଗବାନଙ୍କୁ ପ୍ରାର୍ଥନା କରିବା ଛଡ଼ା ଆମର ଉପାୟ ବା କ'ଣ? ସେ ହସ୍ପିଟାଲକୁ ଆସିବାର ପ୍ରାୟ 25 ଦିନ ପରର କଥା। ସେଥର ମୋର ରାତି ଡ୍ୟୁଟି। ରାତି ପ୍ରାୟ 3ଟା ହେବ। ସେ ଡାକିଲା, ସିଷ୍ଟର। ମୋ ପାଖକୁ ଯାଇ କହିଲି, କ'ଣ କିଛି ଦରକାର? ସେ ହାତ ଠାରିଲା ପାଣି ଗ୍ଲାସ୍ ଆଡ଼କୁ। ମୁଁ ଧୀରେ ଧୀରେ ତା ମୁଣ୍ଡକୁ ମୋ କୋଳକୁ ଆଉଜାଇ ଆଣି ପାଣି ଗ୍ଲାସ୍ଟା ବଢ଼ାଇ ଦେଲି ତା ମୁହଁ ପାଖକୁ। ପାଣି ପିଆଇ ସାରିଲା ପରେ ଟାୱେଲରେ ତା ମୁହଁ ପୋଛିଦେଲି। ଆଉ ତାକୁ ଯେତେବେଳେ ଶୁଆଇବାକୁ ନେଲି, ସେ ହଠାତ୍ ମୋତେ ଶକ୍ତ ଭାବରେ ଜାକି ଧରିଲା। ଫିସ୍ ଫିସ୍ ଅଥଚ ସ୍ପଷ୍ଟ ଭାବରେ କହିଲା, ମାର୍ଗାରେଟ୍, ମାର୍ଗାରେଟ୍, ମୁଁ ଜାଣେ ମୁଁ ତମକୁ ଗୋଟିଏ ଅନ୍ୟାୟ ଦାନ ମାଗୁଛି। ମୁଁ ଜାଣେ ତମେ ଏନଗେଜ୍ଡ, ତଥାପି ମୁଁ ମାଗୁଛି, ମାର୍ଗାରେଟ୍, ମୋର ଯିବା ସମୟ ହୋଇଗଲାଣି।
ମୁଁ ନିଶ୍ଚିତ ଭାବରେ ମରିବି। ଏହି ମୃତ୍ୟୁପଥର ଯାତ୍ରୀକୁ ମୁଁ ଗୋଟେ ଶେଷ ଦାନ ଦେବ ନାହିଁ। ଏତିକି କହି ସେ ମୋ ମୁହଁକୁ ଏକ ନିର୍ବିଶେଷ ଚାହାଣୀରେ ଚାହିଁ ରହିଲା। ହଠାତ୍ ଗୋଟେ ଛାଳ ବାହାରିଗଲା ମୋ ଦେହରୁ। ଭୟରେ ନା ଆଶଙ୍କାରେ ନା ପ୍ରତ୍ୟାଶାରେ, କେଉଁଥିରେ କେଜାଣି। ତାପରେ ସେ ଆହୁରି ଫିସ୍ ଫିସ୍ କରି କହିଲା, ମୋତେ ଗୋଟେ ଚୁମା ଦେଇପାରିବ? ମରିବାକୁ ମୋର ଭୟ ନାହିଁ, କିନ୍ତୁ ଜୀବନର ଗୋଟେ ଅପୂର୍ଣ୍ଣତାକୁ ନେଇ ମୁଁ ମରିବାକୁ ଚାହେଁ ନା। ଜାଣିଛ ମାର୍ଗାରେଟ୍, ନାରୀର ଚୁମ୍ବନ ପାଇଁ ମୋ ମନରେ ଗୋଟେ ଅବଶୋଷ ରହିଯାଇଛି। ମୋତେ ଗୋଟେ ଚୁମା ଦେଇପାରିବ? ଆଉ ମୁଁ ଯଦି ଏବେ ମରିଯାଏ, ସେଇଟା ମୋ ପାଇଁ ଅବଶୋଷ ହୋଇ ରହିଯିବ। ମୋ ପ୍ରିୟ ମାର୍ଗାରେଟ୍, ମୋତେ ଗୋଟେ ଚୁମା ଦିଅ ପ୍ଲିଜ୍। ମୋ ମୃତ୍ୟୁ ପରେ ମୋର ଏହି ଅନ୍ୟାୟ ଅନୁରୋଧ ପାଇଁ କ୍ଷମା କରିଦେବ ନିଶ୍ଚିତ। ଏତିକି କହୁ କହୁ ତା ଦେହରେ ଏତେ ବଳ କେଉଁଠୁ ଆସିଲା କେଜାଣି ମୋତେ ତା ଉପରକୁ ଭିଡ଼ି ନେଇ ମୋ ଓଠରେ ଓଠ ଲଗାଇଦେଲା। ହେଲେ ମୁଁ କିଛି ବି ପ୍ରତିବାଦ କରିପାରିଲିନି। କରିବାକୁ ଇଚ୍ଛା ବି ହେଲା ନାହିଁ। ଗୋଟାଏ ମୁହୂର୍ତ୍ତ, ଗୋଟାଏ ମିନିଟ୍, ଗୋଟାଏ ଘଣ୍ଟା, ଗୋଟିଏ ରାତ୍ରି ନା ଗୋଟାଏ ଯୁଗ, ଏବେ ବି ମୁଁ ଜାଣେନି। ହେଲେ ମୋର ସମ୍ବିତ ଫେରି ପାଇଲା ବେଳକୁ ଦେଖିଲି ତା ହାତ ମୁଠା ଶୀତଳ ହୋଇଯାଇଛି, ଦେହଟା ପଥର ପରି ନିର୍ଜୀବ ହୋଇଯାଇଛି। ସେ ଆଉ ଇହ ଜଗତରେ ନଥିଲା। ଏତିକି କହି ମାର୍ଗାରେଟ୍ କେମିତି ଏକ ଆବେଗିକ ନୟନରେ ଆମମାନଙ୍କୁ ଚାହିଁଲେ। ଆଉ ପୁଣି କହିଲେ, ପିଲାମାନେ ଥରେ ଭାବିକି ଦେଖ ତ, ସେତିକି ବେଳେ ସେଇ ଅବସ୍ଥାରେ ଯଦି ମୋ ଭାବି ପ୍ରତି ଜଜ୍ ଦେଖିଦେଇଥାନ୍ତା, ତେବେ କ୍ୟାପ୍ଟେନ୍ ଶର୍ମାଙ୍କ ପରି ସେ ନିଶ୍ଚୟ ମୋତେ ଗୁଳି କରି ହତ୍ୟା କରିଥାନ୍ତା। ଆଉ ତମେମାନେ ନା, ଠିକ୍ ଆଜିକା ପରି ମୋ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରି କହିଥାନ୍ତ, ବ୍ୟଭିଚାରିଣୀଟିକୁ ଠିକ୍ ଶାସ୍ତି ହୋଇଛି, ତାକୁ ଏଇ ଦଣ୍ଡ ହିଁ ପ୍ରୟୋଜନ ଥିଲା। ଅଥଚ ମୁଁ କେବଳ ଜାଣେ ସେଇ ଚୁମ୍ବନ ଥିଲା କେତେ ନିଷ୍ପାପ ଆଉ କେତେ ପବିତ୍ର।